सहज समाधि भली रे साधो, सहज समाधि भली रे साधो, सहज समाधि भली। जो सत्संग जो प्रार्थना से बोलिला ये हूँ सन्त कबीर एकदम सुंदर भजन है। जो सत्संग यार सामान्यतम आभास भी जहाँ मन भर आसीगला सी जो लक्ष्य पहुँचवा कथा पहुँच कथाटा हूँ आम ठीक भाव में न बुझी सेटा आमको किसी प्रभाव पकड़ खाली शब्द आसला शून्य शून्य भाषिक पड़े किंतु शब्दर जो माधुर्य अच्छी भाव जोटा अच्छी सेटा यदि आम भर को प्रवेश न कला किसी अर्थ रहा। जहाँ कहूँ धरी हो धरी पारे समय लगे कौन समय लगे ना मनुष्य निज जीवन को जोटा को चरम शांति बोली कहूँ चरम आनंद बोली कहूँ चरम सुख बोली कहूँ परम धाम बोली कहूँ सी मोटे पहुँची पार ना जदि आम भीतर को प्रवेश न कर। सन्त कबीर एभली जड़े पृथ्वीर विख्यात सन्त जहाँकर अनुभूति छड़ा से आउ किसी कहते देखिले संसार विभिन्न प्रकार आध्यात्मिकता नाम नाना प्रकार कार्यक्रम चलती साधारण सरल मनुष्य तो किसी बुझेनि हमें हूँ श्रद्धा सहज मनीषटे सी तार जी ता पाखे पहुँचीगला ताको लगला ये आपण सी जी बुद्धिर लोक ताठू बुद्धि जन टी जापारा या मनर कौन कौन अच्छी टिके बदल देला ताहले सी तार चरण स्पर्श करद कही तो ठीक कथा कहूँ जेपर्यंत निज भितर से भाव आसे से अनुभूति से पर्यंत तार समस्त साधना संपूर्ण व्यर्थ हो बेकार किसी काम रहा। सत्संग कबीर कथा छल कहे दीटा जिनस से कहे तेल जिते उपाय तुम समाधिस्थ हमें लोक मैंने किए छिड़ा किए पानी भीतर किए गुंफा भीतर किए आकाश उड़ापी ये समाधि स्तर सब विभिन्न प्रकार अच्छे जदि जड़े अभ्यास करे ताल से सूर्य भली तेजियान हो जदि पंचभूतर उपासना कर शिखला से जो भूतटी को से उपासना कर भूमिटा को उपासना कर से भूमिर जो जो लक्षण जो जो गुण तार प्रकाश पाए अप तेज मरुत व्यम जोटा सुविधाजनक लगुच धर आकाश उपासना से कला
ଆକାଶର ଯେଉଁ ଯେଉଁ ଲକ୍ଷଣ ଗୁଡ଼ାକ ଅଛି ସବୁ ତା ଭିତରେ ପ୍ରତିଭାତ ହେବ। ଏସବୁ ଯୋଗ ଶାସ୍ତ୍ରରେ ଲେଖା ହେଇଛି ଯେ ତୁମେ ଜଣେ ପୃଥିବୀ ଭଳି ଗମ୍ଭୀର ହେବା ପାଇଁ ଚାହୁଁଛ, ତାହେଲେ ଅହର୍ନିଶି ସେଇ ପ୍ରକାର ଭାବରେ ବୁଡ଼ିକି ରୁହ, ଧୀରେ ଧୀରେ ତୁମ ଭିତରେ ମଧ୍ୟ ସେ ସାମର୍ଥ୍ୟ ଆସିବ। ଏଇ ଯେଉଁ ସାମର୍ଥ୍ୟ ସବୁ ଆସୁଛି ତାକୁ ବହୁତ ସମୟରେ ଆମେ ଧରି ନେଉ କ'ଣ, ଆମର ଶକ୍ତି ବଢ଼ିଗଲା, ମୋ ଭିତରେ ଯେ ତେଜ ଶକ୍ତି ବଢ଼ିଗଲା, ତେଜ ଭଳିଆ ଆମେ ତେଜିଆନ ଅନୁଭବ କଲି। ଗୁଡ଼ାଏ ଲୋକ ଦେଖିବ ଗେରୁଆ ବସ୍ତ୍ର ପିନ୍ଧିଥିବେ, ତାଙ୍କ ଚେହେରା ସବୁ ଦିବ୍ୟ ଜ୍ୟୋତି ବାହାରିଲା ଭଳିଆ ଲାଗୁଥିବ, ଚକ୍ 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 ଲାଗୁଥିବ। ଆମ ମନଟା ସେଠିକି ନଇଁଯାଏ, ଏଇ ଯେଉଁ ସନ୍ଥ ଅଛନ୍ତି ଇଏ ପରମ ଜ୍ଞାନୀ ହେଇଥିବେ, ନହେଲେ ତାଙ୍କ ଚେହେରା ତାଙ୍କ ଜ୍ୟୋତି କହିଦେଉଛି ଆମେ ଏତେ ସରଳ। ଏଇଭଳି ଭାବରେ ଯେଉଁମାନେ ତାଙ୍କର ସାଧନାରେ ରତ ଥାଇକି ବିଭିନ୍ନ ପ୍ରକାର ଚେଷ୍ଟା ଦ୍ୱାରା ନିଜକୁ ସମୃଦ୍ଧ କରିବା ପାଇଁ, ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରନ୍ତି, ସେମାନେ ତାଙ୍କରି ଶରଣାଗତ ହୁଅନ୍ତି। କିନ୍ତୁ ଯେଉଁମାନେ ସବୁ ସାଧନାକୁ ବୁଝି ସାରିଲା ପରେ ଜାଣନ୍ତି ଯେ ଏଗୁଡ଼ିକ ସବୁ ନିରର୍ଥକ, ଇଏ ତୁମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବନି। କାହିଁକି ନା ଏ ପଞ୍ଚଭୂତର ଉପାସନା ତୁମେ କର, କିନ୍ତୁ ପଞ୍ଚଭୂତ ଗୁଡ଼ିକ ମଧ୍ୟ ଏକ ସୀମାବଦ୍ଧ ଅବସ୍ଥାରେ ଅଛନ୍ତି। ଏଇ ସୀମାବଦ୍ଧ ଅବସ୍ଥାରେ ଯଦି ତୁମର ସମାଧି ହେଲା, ତୁମେ ବି ମଧ୍ୟ ସେଇ ସୀମା ଭିତରେ ରହିଛ। କିନ୍ତୁ ଏଇ ପଞ୍ଚଭୂତକୁ ଶକ୍ତି ଦେଉଥିବା ଯେଉଁ ସାମର୍ଥ୍ୟଟା ଯେଉଁଟା ଅଛି, ଯାହାକୁ ଆମେ ଅଧିକ ପରିଶ୍ରମ ବଳରେ, ଅଧିକ ଚେଷ୍ଟା ବଳରେ କରିପାରିବା ନାହିଁ, କିନ୍ତୁ ସାମାନ୍ୟ ଗୁରୁକୃପା ଯଦି ତାପରେ ଆସିକି ପହଞ୍ଚିଗଲା, ସେଟା ଧୀରେ 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 ଆମ ଭିତରେ ବଢ଼ିବ। କବିର ସେୟା କହୁଛନ୍ତି, କାରଣ ଯେତେ ଯେତେ ମୁଁ ସେଟାକୁ ଗୁରୁର କୃପା ଯଦି ତୁମ ହୃଦୟ ଭିତରେ କୌଣସି ମତେ ଟିକେ 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 ପ୍ରବେଶ କରିଗଲା, ସେ ଆସ୍ତେ ଆସ୍ତେ ବଢ଼ିବ। ତାର ନିୟମ ଆଉ ତାର ଧର୍ମ ହେଉଛି ସେ ତୁମକୁ ସେଇଠି ରଖିଦେବ, ତୁମ ବଢ଼େଇ ବଢ଼େଇ ନେବ। ବଢ଼େଇ ବଢ଼େଇ କେଉଁଠିକି ନେବ ନା ନିଜ ପାଖରେ ପହଞ୍ଚିବା ପାଇଁ ବାଟ କଢ଼େଇ କଢ଼େଇ ନେଇକି ନିଜର ସ୍ୱରୂପ ଜ୍ଞାନଟା ସେ କରେଇଦେବ। ଏଥିପାଇଁ କଷ୍ଟ କରିବାର କିଛି ନାହିଁ, ପରିଶ୍ରମ କରିବାର କିଛି ନାହିଁ, ଦଣ୍ଡ ବୈଠକ କରିବାର କିଛି ନାହିଁ, ଆସନ ପ୍ରାଣାୟାମ କରିବାର କିଛି ନାହିଁ, କୌଣସି ପ୍ରକାର ଶରୀରକୁ କଷ୍ଟ ଦେଇକି ଏକୁ ହାସଲ କରିହେବ। ତାହେଲେ ହାସଲ କରିବି କେମିତି ନା ସେ କହୁଛନ୍ତି କିଛି ନାହିଁ, ଖାଲି କୃପାର ଝଲକଟିଏ ଗୁରୁର ଆସିଯାଉ। ଏବଂ ଏଇ ସମାଧିକୁ କବିର କହୁଛନ୍ତି ଇଏ ହେଉଛି ସହଜ ସମାଧି। ସହଜ ମାନେ ସ୍ୱାଭାବିକ, ନ୍ୟାଚୁରାଲ। କ'ଣ ନ୍ୟାଚୁରାଲ? ଯେମିତି ଅବସ୍ଥାରେ ମୁଁ ଥାଏ ନା କାହିଁକି, ଯେମିତି ସ୍ଥିତିରେ ମୁଁ ଥାଏ ନା କାହିଁକି, ମୋ ଠାରୁ ଯେଉଁ ଚୈତନ୍ୟ ସତ୍ତା ଅଛି ସେ ଟିକିଏ ବୋଲି ବି ଦୂରର ନାହିଁ। ମୁଁ ଯେମିତି ବସିଥାଏ, ଯେମିତି ଯାହା କରୁଥାଏ, କିନ୍ତୁ ମୁଁ ତାକୁ ବୁଝିପାରୁଛି। ମୁଁ ବୁଝିପାରୁନି ମୁଁ ଯେଉଁ ସ୍ଥିତିରେ ଅଛି, ସେଠି ସେଇ ସ୍ଥିତିରେ ମଧ୍ୟ ବିନା ଚୈତନ୍ୟ ସତ୍ତା ଦ୍ୱାରା ଆଉ କେହି ନାହିଁ। ଏକଥା ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରିଲି ନାହିଁ। ଏହା ହିଁ ହେଉଛି ଅସୁବିଧାର ଦୁର୍ଭାଗ୍ୟ। କବିର କହୁଛନ୍ତି ମୁଁ ଯାହା ମୁହଁରେ କହୁଛି, ଯାହା ଶବ୍ଦ ସବୁ କହୁଛି, ସବୁ କିଛି ନୁହେଁ। ଏ ଶବ୍ଦ ଯଦି ମୋ ଭିତରେ ମୋତେ ଛୁଇଁ ଯାଉନାହିଁ, ମୋ ଭିତରେ ପ୍ରବେଶ କରୁନାହିଁ, ସେ ଶବ୍ଦର କିଛି ଆବଶ୍ୟକତା ମଧ୍ୟ ନାହିଁ। ଯେତେବେଳେ ମୁଁ ଯାହା ବି କରୁଛି ମନେ ରଖିବା ଦରକାର ଯେ ମୋ ଭିତରେ ଏବେ ଚୈତନ୍ୟ ଆତ୍ମାଟି ନାହିଁ, ତାହେଲେ କୌଣସି ବିଷୟରେ ମୁଁ କିଛି ବି କିଛି କରିପାରିବି ନାହିଁ। ପଢ଼ୁଛି ସେ, ଲେଖୁଛି ସେ, ବିନା ଚୈତନ୍ୟରେ କରିପାରିବି? ମୋ ଆଖି ପିଛୁଡ଼ା ମୁଁ ଏମିତି ଆଖିକୁ ମିଟି ମିଟି କରିବି, ବିନା ଚୈତନ୍ୟରେ ହେଇଯିବ? ମୁଁ କିଛି କେଉଁ ବିଷୟରେ ଚିନ୍ତା କରିବି, କେଉଁମାନେ ଯେଉଁଟା ସମାଜ ଉପଯୋଗୀ ନୁହେଁ, ସେତେବେଳେ କ'ଣ ଚୈତନ୍ୟ ମୋ ପାଖରେ ନାହିଁ? ଯେତେବେଳେ ମୁଁ କାହାର ସେବା କରିବା ପାଇଁ ଇଚ୍ଛା କଲି କି ଭାବିଲି, ସେତେବେଳେ କ'ଣ ଚୈତନ୍ୟ ମୋ ପାଖରେ ନାହିଁ? ଏଇଥିପାଇଁ କବିର କହୁଛନ୍ତି ଇଏ ହେଉଛି ସବୁଠାରୁ ସହଜ ଜିନିଷ, ଯେ ଚୈତନ୍ୟ ଆତ୍ମା ସବୁବେଳେ, ସବୁ ଅବସ୍ଥାରେ, ସବୁ ସ୍ଥିତିରେ ତମଠାରୁ ଅଲଗା ହେଇକି ନାହିଁ। ଗୋଟିଏ ଶବ୍ଦ, ଯାହା ଆମେ ସତ୍ସଙ୍ଗ ସବୁଦିନ କରୁଛନ୍ତି, ଏଇ ସବୁଦିନ ସତ୍ସଙ୍ଗର ଗୋଟିଏ ମର୍ମ କେବଳ ମୁଁ ମୋ ସ୍ଥିତିରେ ରହିବା ଦରକାର।
से स्थिति में जी रही जानला से जेकोसी क्रिया करू, क्रोधित हो, हिंसा करू, द्वेष करू, घृणा करू, कि जाणु जे ये जहाद्वारा संभव होची से मूल चैतन्य सत्ता द्वारा होची। से कहते ये कि आश्चर्यर कथा देख, जो मोर मो आखि तो बंद करके साधना करी कि भावुली से अलग राज्य थी, जो आखिटा को खोली दूची मो भीतर आखि खोली जाऊँगी, मुझे देखुची मो आख्यार कि सुंदर रूपटे उद्भाषित हो किए से रूप से कहते से मो निजर रूप मोर आत्मा रूप। आत्मा ठार सुंदर जिनस कि ना विश्व ब्रह्मांड आत्मा ही हूँ सब ऐश्वर्यर भंडार। से कहते मुझे रूप देखी सारापर मत लगुच मुझे सुस्थ अच्छे केते निष्कलंक अच्छे टिके बोली काली माँ मो देह लगे। यही स्थिति में जो लोक पहुँची जाए ताको अन्य भाषा आत्मज्ञान बोली कहुच्छे, आत्मस्थिति बोली कहुच्छे। अर्थात कबीर कहते ये आत्मा को जानापी कष्ट कर कि ना, परिश्रम कर कि ना, मुझे ना ना मो द्वारा तो होनी भारी असुविधा हो पर्यंत यही भाव थिबा पर्यंत मो कष्ट जिनटा को स्वीकार कर सहजता मो द्वारा हो। कबीर कहते जहाँ कर ये हूँ स्वाभाविक जिन आउ जहाँ कर सब अस्वाभाविक। मत नाकटा को चापिकी रखापी पड़ो, ये मोर स्वाभाविक पवन जावासवा कर शैली ना या कि गोटे परिश्रम आ गोटे अधिक किसी हो जहाँ कै मो शरीर उपर मुझे जो प्रकार क्रिया करे ना कहीं ये मोर प्राकृतिक ना अप्राकृतिक। जी मुंडटा को पोती दूसरी कौटी माटी भितर गोड़ दुईटा उपरू टेकी दूसरी से भावी तारी भर देख मुझे जो साधना कर ठीक किए कौन कर हाथ में देखिकी बस पात्र जी जहाँ देला खावाई से खाऊ से विचार कर ये भाव मोर काम करुँच हूँ मोर साधना, ये हूँ मोर तपस्या। किंतु कबीर कहते या तपस्या कहीं भावुँ या भावना ये हूँ सेवा। मोर हाथ उठिक जब क्या किसी दौची ये गोटे सेवा, मो आखि जब क्या चाहिए ये गोटे सेवा, मो नाक जब निश्वास प्रश्वास नौ ये गोटे प्रकार सेवा, मुझे क्या प्रति श्रद्धा करी ये गोटे प्रकार सेवा। मु जहाँ भी करे या सेवा भाव में कहीं नौ कहार सेवा ना मो चैतन्य आत्मार सेवा। आम जो सेवा कर अलग प्रकार मुझे सेवा कर सेवा कर। कबीर कहते ना सेवार अर्थ है जे जहाँ मुझे मोर आत्मा को जानापी मोर स्वरूप को जानापी जिमिति जहाँ कले ता हूँ मोर सेवा। ये बुझीगले मुक्त हो संपूर्ण मुक्त हो मोर क्या सहित किसी बंधन आ रहा, कारण एकमात्र चैतन्य आत्मार उपासना पूजा आराधना ही हूँ सबुठ बड़ कथा। अर्थात आम बुली बुली आसी कौटी पहुँचले ना निज आत्मा को सुरक्षित रखे सी ठीक जगार थाऊ से जगार जमी सी थाऊ तापाई जहाँ जहाँ मनुष्य देह धारण कर पशु पक्षी जीव जंतु धारण कर जो जो क्रिया से करुँचे सब प्राकृतिक होनी अप्राकृतिक हो कहीं ना सी अधिक शक्तिशाली भी या द्वारा मोर अधिक लाभ हम या द्वारा मोर अधिक पुण्य हम या द्वारा मैं गुड़ाए किसी उपलब्धि करी या द्वारा मोर ज्ञानटा बढ़ीज जेकोसी काम ना करना कहीं ये सहज समाधि बुझे लगे कि सहज समाधि माने जहाँ हूँ स्वाभाविक आत्मा को स्थिति में रखी जेकोसी क्रिया करना कहीं तम दृष्टि से भल पाप पुण्य ठीक भूल हो पार किंतु कबीर दृष्टि से ये केवल परमात्मार सेवा। भूल करुले आमको जमी भूल काम करूँ
କବିର କହୁଛନ୍ତି ଏବେ ସେବା ଭୁଲ କ'ଣ କଲୁ? ଆରେ ଚୈତନ୍ୟକୁ ମନେ ରଖିକି ଯଦି ସିଏ ତୋ ପାଖରେ ଅଛି ତାରି ଉଦ୍ଦେଶ୍ୟରେ ତୁ କର୍ମ କରୁଛୁ। ବିନା ଚୈତନ୍ୟରେ ତୁ କର୍ମ କରିପାରିବୁ? ବିନା ଚେତନାରେ। ଏଇ କଥାଟି ଯେଉଁଦିନ ତୋ ଭିତରେ ଏକଦମ ଗାର ଭଳି ଗାର ପଡ଼ିଯିବ, ଯେମିତି ବାରମ୍ବାର ଦୌଡ଼ିରେ ଆମେ କୂଅରୁ ପାଣି ନେଲା ବେଳକୁ ସେ କୂଅର ଫେନ୍ଦ ଉପରେ ଦୌଡ଼ିର ଗାରଟା ପଡ଼ି 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 ଦାଗ ହେଇଯାଏ। ଠିକ୍ ସେମିତି ତୋର ଜୀବନରେ ଯେଉଁଦିନ ଏଇ ଉପଲବ୍ଧିଟା ଆସିଯିବ ତୁ ତୋ ସ୍ଥିତିରେ ଏକଦମ ଠିକ୍ ଅଛୁ। କିଛି ପରିଶ୍ରମ, କିଛି ସାଧନା, କିଛି ତପସ୍ୟା କରିବାର କିଛି ଆବଶ୍ୟକତା ନାହିଁ। ସ୍ୱାଭାବିକ ହେଇଯାଏ। ମାନେ ମୁଁ ଚୈତନ୍ୟ ଆତ୍ମା ବ୍ୟତୀତ ଆଉ କିଛି ନୁହେଁ। ଏଇଟା ହେଉଛି ସ୍ୱାଭାବିକତା, ନ୍ୟାଚୁରାଲିଟି। ଏଇ କଥାଟାକୁ ମନେ ରଖିବା ପାଇଁ ସେ କହୁଛନ୍ତି ମୋର ଯାହା କହିବା କଥା ମୁଁ ସବୁ ୟାରି ମାଧ୍ୟମରେ କହିଦେଲି। କବିର କହୁଛନ୍ତି ମୋର ଉପଲବ୍ଧି ଗୋଟେ ସବୁ। ଆମେ ଦେଖିବା କବିର ଦର୍ଶନଟାକୁ, ସେ ହେଉଛନ୍ତି କେବଳ ଆତ୍ମଦର୍ଶନ ବା ମୋର ଅସ୍ତିତ୍ୱ ଉପରେ ଦର୍ଶନ। ଆମ ଦୃଷ୍ଟି ଫେରାଇ ନେବା ରମଣ ମହର୍ଷିଙ୍କ ଉପରୁ, ଦୃଷ୍ଟି ଫେରାଇ ନେବା ନିର୍ବାନନ୍ଦଙ୍କ ଉପରୁ, ଦୃଷ୍ଟି ଫେରାଇ ନେବା ଚିନ୍ମୟାନନ୍ଦଙ୍କ ଉପରୁ, ଶିବାନନ୍ଦଙ୍କ ଉପରୁ, ଯେତେ ଯେତେ ମହାପୁରୁଷମାନେ ଅଛନ୍ତି ସମସ୍ତଙ୍କର ଶକ୍ତିର ଉତ୍ସ କେନ୍ଦ୍ର ହେଉଛି ଆତ୍ମା ବା ଅସ୍ତିତ୍ୱ। ୟାକୁ ଛାଡ଼ିକି କେହି କେବେ ବେଦାନ୍ତର କଳ୍ପନା କରିପାରିବେନି। ବେଦାନ୍ତ କହିବାର ଅର୍ଥ ହେଉଛି ଅନ୍ୟର କଳ୍ପନା ଯେମିତି ରହିବନି, ଏଇ ଅଦ୍ୱିତୀୟ ସତ୍ୟ ବ୍ୟତୀତ ଆଉ ଅନ୍ୟର କଳ୍ପନା କରିବାଟା ହେଉଛି ବିରୋଧ ଜିନିଷ, ପାପରେ ପରିଣତ। କିନ୍ତୁ ସେ କହୁଛନ୍ତି ଯାହା କର୍ମ କର ତାକୁ କନଭର୍ଟ କରି ଜାଣିଯିବ, ଯଦି ପରିବର୍ତ୍ତିତ କରି ଯଦି ଜାଣିବ ଯେ କ'ଣ ହେଉଛି ନା ଆତ୍ମା ଥିବା ଯୋଗୁଁ ଏଇ ପ୍ରକାର କ୍ରିୟା ସବୁ ହେଉଛି। ଏତିକି କେବଳ ହୃଦୟରେ ଧାରଣ କରିବ। ଏଇଟା ହେଉଛି ସହଜ ସମାଧି। ସ୍ୱାମୀ ଆମ ପାଇଁ ସହଜ ଧ୍ୟାନ, ସହଜ ସମାଧି ବହି ଲେଖିନାହାନ୍ତି। ଲେଖିକି ଆମକୁ କ'ଣ କରିବା ପାଇଁ ଚାହିଁଛନ୍ତି ସେ? ଏଇ କବିରଙ୍କର ଏଇ ଯେଉଁ ଭଜନଟି ବୋଲିଲେ ଏତିକି ତତ୍ତ୍ୱଟାକୁ ସେ ବୁଝିବା ପାଇଁ ଏଡ଼େ 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 ବଢ଼ି ସବୁ ଲେଖିଛନ୍ତି। ବୁଝିପାରୁଛ ନା? ଆରେ ଏତିକି ତତ୍ତ୍ୱକୁ କବିର ତାଙ୍କର ଉପଲବ୍ଧି ହିସାବରେ ଦେଇଗଲା ଯେ ମୁଁ ଏତିକି କହୁଛି, ଏତିକି ମୁଁ ଜାଣିଛି, ଏତିକି ତମମାନେ ମଧ୍ୟ ଜାଣ। ତାକୁ ସ୍ୱାମୀ ନିରଞ୍ଜନ ହଉ କି ଯେକୌଣସି ମହାପୁରୁଷ ହୁଅନ୍ତୁ, ସେ ସେଇ ବିଷୟକୁ ତର୍ଜମା କରୁ କରୁ ଆଲୋଚନା କରୁ କରୁ ଏଡ଼ିକି ଏଡ଼ିକି ଗ୍ରନ୍ଥ ହେଇଯାଉଛି। ଅର୍ଥାତ୍ ମୂଳ ସତ୍ୟଟା ଯାହା ଭିତରେ ଅଛି ସେ ଯେକୌଣସି ସ୍ଥିତିରେ ପହଞ୍ଚାଉ ନା କାହିଁକି ତା ଭିତରେ ଏ ଆତ୍ମାର ପ୍ରଭାବ ତାପରେ ଏମିତି ରହିବ ଯାହାର ପ୍ରଭାବ ଫଳରେ ସେ ନିଜକୁ ସର୍ବଜ୍ଞ ଜାଣିଥାଉ। ସର୍ବଜ୍ଞ ଜାଣିନେବାର ଉଦ୍ଦେଶ୍ୟ ହେଉଛି ମୁଁ ସବୁ ସ୍ଥିତିରେ ସବୁ ଅବସ୍ଥାରେ ମୁଁ ହିଁ ଉପସ୍ଥିତ ଅଛି, ମୁଁ ହିଁ ଉପସ୍ଥିତ ଅଛି। ଯେଉଁଟାକି ସ୍ୱାମୀଜୀ ଆସନ୍ତାକାଲି ତାଙ୍କର ସରୁଛି କ୍ଲାସ୍। ଆଜି ଯେ ସବୁ ଉପରେ ସବୁର ସତ୍ୟର ମୂଳରେ କିଏ ଅଛି? ତୁ ହିଁ ଅଛି। ସେ ଜାଗ୍ରତ ସ୍ୱପ୍ନ ସୁଷୁପ୍ତି ହଉ ବା ସୁଖ ଦୁଃଖ ପାପ ପୁଣ୍ୟ ଭଲ ମନ୍ଦ ଯାହା ହେଉଛି ହଉ, ତୁ ଯେମିତି ଆମର ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ଉପରେ ଯାହା ବିଚାର କର। ତୁ ଇନ୍ଦ୍ର ବିରୋଚନ କଥା କହିଛି, ସେ ଆମକୁ କହିବା ପାଇଁ ଚାହୁଁଛନ୍ତି କିଏ କି ପ୍ରକାର ଅବସ୍ଥାରେ ମଣିଷର ମସ୍ତିଷ୍କ ଗତି କରେ। କିଏ ସତ୍ୟ ଆଡ଼କୁ ଗଲାବେଳେ କ'ଣ କେମିତି ଯାଏ, କେତେ ତପସ୍ୟା, କିଏ ଅସତ୍ୟ ଆଡ଼କୁ ଗଲାବେଳେ କେମିତି ଯାଏ, କ'ଣ କ'ଣ ବିଚାର କରେ। ଏ ସବୁର ଉଦାହରଣ ଦେଇ 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 ଆମକୁ କ'ଣ କରୁଛନ୍ତି ସେ ନିଏ ଆଣିକି କେଉଁଠି ଥୋଇ ଦେଇଛନ୍ତି ନା ଏଇ ସହଜ ସ୍ୱାଭାବିକ ଭାବରେ ଏଇ ମୋ ଉପରେ ପ୍ରତିଷ୍ଠା କରିଦେଇଛନ୍ତି। ଧରିପାରୁଛ ନା ନାହିଁ? ଏମିତି କୌଣସି ଗୋଟେ ସମୟ କୁହ ତ ଦେଖିବା ଯେଉଁଠି ମୁଁ ନାହିଁ, ଏମିତି କୌଣସି ପରିସ୍ଥିତି କୁହ ଯେଉଁଠି ମୁଁ ନାହିଁ, ଏମିତି କୌଣସି ଦ୍ୱନ୍ଦ୍ୱ କୁହ ଯେଉଁଠି ମୁଁ ନାହିଁ, ଏମିତି କୌଣସି ଭୋଗ କୁହ ଯେଉଁଠି ମୁଁ ନାହିଁ, ଏମିତି ଗୋଟେ ଅସ୍ଥିରତା କୁହ ଯେଉଁଠି ମୁଁ ନାହିଁ, ଏମିତି କୌଣସି ସ୍ଥିରତା କୁହ ଯେଉଁଠି ମୁଁ ନାହିଁ, ଏମିତି କୌଣସି ପରିବେଶ କୁହ ଯେଉଁଠି ମୁଁ ନାହିଁ। ଧରିପାରିଲ ନା ନାହିଁ କଥାଟି? ମୁଁ ନଥାଇକି ଏସବୁ କାମ ହେଇପାରିବ? ତେଣୁ ସବୁ ଶାସ୍ତ୍ରର ସବୁର ସାରାଂଶ ହେଲା ମୁଁ ତତ୍ତ୍ୱ ବା ଆତ୍ମତତ୍ତ୍ୱ। ଯେ କେତେ ସହଜ କେତେ ସରଳ, ଏଇଟାକୁ କବିର କହୁଛନ୍ତି ଆରେ ଭାରି ସହଜ, ସେଇ କଷ୍ଟକର କିଛି ନାହିଁ। ତୁ ସବୁଆଡ଼େ ଅଛୁ ନା ନାହିଁ କହୁଛୁ? ତୋ ଠାରୁ ତୁ ଅଲଗା ହେଇକି ରହିପାରିବୁ କି? ପୃଥିବୀରେ କୌଣସି ପ୍ରାଣୀ
तार निज आत्मा ठारू बा मो ठारू अलगा ही पार सब पड़ू संसार किंतु मुठारू छाड़ी आम रहीपर कि तेणु मु तत्व बा आत्म तत्व को कबीर कहते स्वाभाविक तत्व नेचुराल जिन सहज समाज सीट यही प्राकृतिक तत्वटा को जी अबुझाई अप्राकृतिक उपाय परिश्रम करके चेष्टा करके परमात्मा को पाए बोली कहे से समग्र भूल भ्रांति भितर पड़ जिते तुम शुण जिते तुम आलोचना कर जिते विचार कर जहाँ कि कर मुठी अच्छी ना ना मोर मुझे आम सर्वशेष सारांश तत्वटा मु पाइल से मो तत्वटी को आमर उपनिषद बा वेद कहला अहम ब्रह्मास्मि यही तो कथा तेणु मु ही ब्रह्म या बड़ कथा किसी कहुपर ना किंतु से मुटी को जानापी आमको कष्ट हो अर्थात मु मत न जाणिकी दुनिया सारार सब कथा गुड़ाक जानू किए कौटी कौन कहला किए कि प्रकार आचरण कला किए भल कथाटे कौ बड़े लिखला किए कौ सुंदर कथाटे कला आम तारी तो तर्जमा करूँ आलोचना करूँ से समय बुझुन जे मोर मुटा से समय अच्छी ना ना किंतु जी मूर स्वरूप को जानला बुझीगला मुटा हूँ सबूर मूल केन्द्र अस्तित्व हूँ मूल केन्द्र अस्तित्व पर जे निजक सब नजर रखला कि चिंताधारा कि झड़ कि वर्षा कि तूफान कि अग्नि उत्पात कि आग्नेय विस्फोरण कि ना कहीं ना ना मुँह को कहीं स्पर्श कर पारे यही मु जहाँ को छाड़ी कि रहीपर कहीं स्पर्श करें ना ये सबु समय सबु अवस्था सबु स्थिति अच्छे यही विद्याटी भगवत गीता को जो मैंने आमको पढ़ाऊँ उपनिषद जो मैंने आमको पढ़ाऊँ बारंबार से तत्व आड़ को नापी बारंबार कहते तोर 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 मो तत्वटा तो बुझ टी दयाकर जदि न बुझू तो भ्रांति पड़ी जदि न बुझू तो जीवनटा बेकार होगला जान जो दिन मो तत्वटा को जानी से दिन मन रखा आउ टी फोर्स गोटे कनेक्शन गोटे रे कौन ना कौन आड़ ज्योति आसूटा गुरुर कृपा हिसाब से आस जदि से ज्योतिर प्रभाव तो आसूँ मुँटा तो एत सहज बोली कबीर कहतु जी कहतु बुझीपार ना बुझीपार ना बुझीपार ना या पछाड़े गुरुर कृपाटी हवा दरकार जदि तोर मुक्ति दरकार बा निजको आनंद स्वरूप बोली जाना दरकार जदि तू मंगलमय बोली निजको जाना दरकार जदि तू जाना दरकार जे तू प्रकृति में किए केते प्रभावशाली केते शक्तिशाली तू केते भेदभाव भर बुड़ी बुड़ी के कष्ट पाऊँ यहीपाई ते सब समय सब अवस्था भ्रांति तैयारी करने लोक मैंने अच्छा नानादि भ्रांति तैयारी करदे एभली तैयारी करदे मनटा को कलुषित करदे इतस्तत करदे आम आम जीवन में भोगी ना आम बहुत समय बहुत सत मान पाक जा बहुत विद्वान मान प्रवचन सब शुणी बहुत ज्ञानी मान सब शुणी शुणी सारापर मन को चटकरी आसे जार मु शुणु मोर बुद्धि को प्रभावित कर मोर बुद्धि को प्रभावित कला बेले मु अच्छी ना नहीं जदि ये बुझी ना पारे ताले भांडानी छलना कर प्रतारणा कर लोक मान प्रभाव आम पर बढ़ी जड़े साधु थे से साधु किसी विद्या जानी से विद्या जानी जो राजकुमार थे पाखे देखला कि गुरु पाखे साधु नाना प्रकार विद्या अच्छी से राजकुमार को भल लगे बारंबार 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 कही गप आगुरी भूली जाइए मन स्मरण कर से एत भल लगे जे से साधु को छाड़ी पारला किए राजकुमार छाड़ी पारला से साधु माँ को देखी पचारे कौन से साधु को पाखे अच्छी ना से सब विद्यार दूरता कौन न जाने जना आगत भविष्य सब विषय जना तेणु माँ कहले अच्छा जदि से विद्या जानते आमको राजपद प्रासाद को डाकुन टी राजप्रसाद को डाकिया
ଡାକି ଆଣି ସାରିଲା ପରେ ଜାଣିବା ତାଙ୍କଠାରୁ ଆମେ କିଛି ବୁଝିବା। ଇଏ କହିଲା ହଉ ମୁଁ କହିବି। ତାଙ୍କୁ ଯାଇକି ବୁଝେଇଲା ଯେ ଆପଣ ଟିକେ ଆସନ୍ତୁ, ଆମ ରାଜପ୍ରାସାଦରେ ମାଆ କହିଛନ୍ତି ଟିକେ ଭୋଜନ ଆମ ପ୍ରସାଦରେ କରିବେ। ସେଠି ଆସୁ ଆସୁ ଏରୁଣ୍ଡି ବନ୍ଧୁତାଟା ଡେଇଁବା ପାଇଁ ଯାଉଛି, ଗୋଟେ ବଡ଼ ଚିତ୍କାର କଲା, ଭାଗ ତୁ ମୋତେ ଚିହ୍ନିନୁ, ମୁଁ କ'ଣ କରିପାରୁ ତୁ ଜାଣୁନୁ। ଇଏ ସମସ୍ତେ ଚମକି ପଡ଼ିଲେ, ଯେତିକି ଲୋକ ସବୁ ଥିଲେ, ମାନେ ଥିଲେ ପରିଚାରିକା ମାନେ, ରାଣୀ ଚୁପଚାପ ଥିଲେ, କିନ୍ତୁ ଅନ୍ୟମାନଙ୍କ ଭିତରେ ସେଇ ପ୍ରକାର କିନ୍ତୁ ଗୋଟେ ଶିହରଣ ଆସିଲା। ବାବା କ'ଣ କମ୍ ପ୍ରଭାବଶାଳୀ, କ'ଣ ବାବା କ'ଣ ହେଲା ଅସୁବିଧା? ନା ସେ ଦ୍ୱାରିକାର ମନ୍ଦିର ଭିତରକୁ ଜଣେ ମଦୁଆ ପଶିଯାଇଛି। ଠାକୁର ଅଛନ୍ତି, ତା ଭିତରୁ କି ମଦୁଆ ପଶିକରି ଗଣ୍ଡଗୋଳ କରିବା ପାଇଁ ବସିଛି। ମୁଁ ତାକୁ ଏଠି ଭାଗ କହିକି ତାକୁ ଦୂରେଇ ନ ଦେଇଥିଲେ ଆଜି ମନ୍ଦିର ଭିତରେ ବିଭ୍ରାଟ କରିଦେଇଥାନ୍ତି। ସେଇଠୁ ରାଣୀ ପଚାରିଲେ ଆପଣ ସବୁଗୁଡ଼ାକ ଏତେ କଥା ଜାଣିପାରୁଛନ୍ତି, ବଡ଼ ଆଶ୍ଚର୍ଯ୍ୟ କଥା। କମ୍ ବଡ଼ କଥା ନୁହେଁ, ଆପଣଙ୍କୁ ପ୍ରଣାମ, ସହସ୍ର ପ୍ରଣାମ। ଆପଣ ସବୁ ଜିନିଷ ଜାଣିବାର କ୍ଷମତା ରଖିଛନ୍ତି। ସେମିତି ଟିକେ ଟିକେ ଜାଣିଛି ନା, ଏବେ ଆମ ମନର କଥା ସବୁ ତ ଆପଣ ଜାଣିପାରୁଥିବେ ନା? ହଁ, ଚେଷ୍ଟା କଲେ ମୁଁ ଜାଣୁଛି, ସବୁ ଜାଣିପାରୁଛି। କ'ଣ ଆମ ମନର କଥା? ନା ଆପଣମାନେ ସମସ୍ତେ ମୋର ପାଟି ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ଏଇଟା ଆପଣ ମନର କଥା ନା ନାହିଁ? ସମସ୍ତଙ୍କ ମୁଣ୍ଡ ହଲିଗଲା। ହଁ, ଇଏ ପ୍ରକୃତରେ ଆମେ ଆଶ୍ଚର୍ଯ୍ୟ ହେଇଗଲୁ। ଏଡ଼େ ଜୋରେ ପାଟି କରି ଭାଗ କହୁଥିଲା। ତେଣୁ ରାଣୀ ତାକୁ ପଚାରିଲେ ଠିକ୍ ଅଛି, ଆପଣ ସବୁ ଜାଣିଛନ୍ତି। ତାଙ୍କୁ ଗୋଟେ ଭଲ ଆସନ ଦିଆଗଲା, ଦୁଇ ଜଣ ଯାକ ଖାଇ ବସିଲେ। ପରିସି ଦିଆଗଲା, ସେ ଥାଳିରେ ସବୁ ପ୍ରକାର ଖାଦ୍ୟ ପରିସି ଦିଆଯାଇଛି, ସୁନ୍ଦର ଖାଦ୍ୟ। କିନ୍ତୁ ରାଜକୁମାର ଥାଳିରେ ଗୋଟେ ବଡ଼ ଲଡ଼ୁ ଅଛି। ଇଏ ବାବା ଦେଖିଲା, କହିଲା କାହିଁ ମୋ ଥାଳିରେ କାହିଁ ଲଡ଼ୁଟା ଦିଆହେଇନି? ସେଇଠୁ ରାଣୀ ପଚାରିଲେ ଆପଣଙ୍କ ଥାଳିରେ ତ ମୁଁ ନିଜେ ବାଢ଼ିଥିଲି, ଗୋଟେ ପାତ୍ରରେ ରଖିଥିଲି, ଆପଣଙ୍କ ଲଡ଼ୁଟା ଆସିଛି। ଆପଣ ଜାଣିପାରୁଛନ୍ତି ଲଡ଼ୁଟା କେଉଁଠି ଅଛି? ଲଡ଼ୁଟା ଆମର ରୋଷେଇ ଘର ଭିତରେ ଅଛି। ଆପଣ ଜାଣିପାରୁନଥିଲେ, ମୁଁ ଆପଣଙ୍କ ପାଇଁ ଆଣିଛି ବୋଲି। ସେଇଠୁ ସେ ଚୁପ୍ ରହିଲା। ତାପରେ କହିଲା ଆପଣଙ୍କ ଲଡ଼ୁଟା କେଉଁଠି ଅଛି ଆପଣ କୁହନ୍ତୁ। ଆପଣ ତ ସବୁ ଜାଣିବା ଲୋକ, ଏବେ ଲଡ଼ୁଟା କେଉଁଠି ଅଛି କୁହନ୍ତୁ। ଇଏ କହିଲେ ଲଡ଼ୁଟା ଜାଗାରେ ସେ ପାତ୍ରରେ ରୋଷେଇ ଘର ଭିତରେ ଅଛି। ସେଇଠୁ ସିଏ କହିଲେ ରୋଷେଇ ଘର ଭିତରେ ଅଛି। ଏ ଯେଉଁ ପଲଉ ଗୁଡ଼ାକ ଆପଣଙ୍କୁ ଦିଆହେଇଛି, ସେ ପଲଉ ଟିକେ ଖେଳେଇକି ଦେଖିଲେ। ଦେଖିଲା ବେଳକୁ ଲଡ଼ୁ ତାରି ଭିତରେ ଅଛି, ପଲଉ ଭିତରେ। କହିଲେ ଯିଏ ତା ପଲଉ ଭିତରେ ଲଡ଼ୁଟା ଅଛି ଜାଣିପାରୁନି, ସିଏ ଥରେ ଦୂରାନ୍ତର ସବୁ କଥା ଗୁଡ଼ାକ ଜାଣିଛି, ସର୍ବଜ୍ଞ ହେଇଯାଉଛି। ତେଣୁ ସର୍ବଜ୍ଞ ହେଇଯିବା ପାଇଁ କହିପାରୁଛନ୍ତି। ରାଜକୁମାରଙ୍କୁ ପଚାରିଥିଲେ ଏବେ ତମ ଗୁରୁ ବୋଲି ଯାହା କହୁଥିଲେ ସେ ସର୍ବଜ୍ଞ ତ? ରାଜପ୍ରାସାଦରେ ତାକୁ ଦୂରେଇ ଦିଆଯାଏ, ତାଙ୍କୁ ଗୋଟେଇ ତାକୁ ବିଦା କରିଦିଆଯାଏ, ନିଜ ଉପରେ ପକେଇ ଦିଅ କଥା। ଏଇଭଳି ଭାବରେ କେହି ନା କେହି ଆମ ଜୀବନରେ ଆମକୁ ଶୋଷଣ କରିନାହାନ୍ତି। ଏଇଭଳି ବିଭିନ୍ନ ଭ୍ରାନ୍ତି ତିଆରି କରି ତମର ଅମୁକ ହେଇଯିବ, ତମକୁ ସମୁଖ ହେଇଯିବ, ତମକୁ ସମୁଖ ହେଇଯିବ, ଭ୍ରାନ୍ତି ତିଆରି କରୁଛନ୍ତି ନା ନାହିଁ? ଯିଏ ତାର ନିଜର ଅସ୍ତିତ୍ୱକୁ, ନିଜର ମୁଁଟାକୁ ଭୁଲି ଯାଇକି ଏଇସବୁ କଥାମାନଙ୍କରେ ପଡ଼ିଯାଇଛି, ସେ କେଉଁଠି ଯାଇକି ପହଞ୍ଚିଥିବ ବିଚାର କରି ଦେଖ। କେଉଁଠି ଯାଇକି ପହଞ୍ଚିଥିବ ବିଚାର କରି ଦେଖ। କିନ୍ତୁ ଯେଉଁମାନଙ୍କୁ ଯେଉଁ ଗୁରୁଙ୍କର ଆଶୀର୍ବାଦ ଫଳରେ, ତାଙ୍କର ଦୂରଦୃଷ୍ଟି ଫଳରେ, ତାଙ୍କର କୃପା ଫଳରେ ଯାହା ଭିତରେ ଦିବ୍ୟ ତତ୍ତ୍ୱଟି ଆସିକି ପହଞ୍ଚି ଯାଇଛି, ସେ କେତେ ନିରାପଦ ଆଉ କେତେ ସୁଖୀ ରହିବ ଏଇଟା ଆମେ ବୁଝିପାରୁଛନ୍ତି ନା ନାହିଁ? ନହେଲେ ଆମର ଅବସ୍ଥା କ'ଣ ହେବ? ଆମର ସ୍ଥିତିଟା କ'ଣ ହେଇଯିବ? ଆମକୁ ଭ୍ରାନ୍ତିରେ ସମ୍ପୂର୍ଣ୍ଣ ନିଃଶ୍ୱାସ କରିଦିଆଯିବ ନା ନାହିଁ? ଆମେ ସେଇ ଭ୍ରାନ୍ତି ଭିତରେ ଥାଇକି ଆନନ୍ଦିତ ହେଉଛୁ। ଆମେ ୟାଠାରୁ ନିର୍ବୋଧ ବୁଦ୍ଧୁ ଆଉ କିଏ ଅଛି? ଆମେ ସେଇମାନଙ୍କ ସଂସ୍ପର୍ଶରେ ଆସିକି ତାଙ୍କ ପଛରେ କୀର୍ତ୍ତନ କରି ବୁଲୁଛୁ। କିନ୍ତୁ ମୋର ଆତ୍ମା ଯିଏ ସହଜ ଭାବରେ, ସ୍ୱାଭାବିକ ଭାବରେ ମୋ ପାଖରେ ଅଛି, ତାକୁ ମୁଁ ଅନାଦର କରିଦେଉଛି। ତାପରେ ମୋତେ ଦୃଷ୍ଟି ରହୁଛି କାହା ଉପରେ? ନା ଏଇ ଭୌତିକ ଜିନିଷରେ ଯିଏ ଆମକୁ ଆକୃଷ୍ଟ କରିଦେଇ ପାରୁଛି, ତାରି ଉପରେ ଆମର ଦୃଷ୍ଟିଟା ରହୁଛି।
ये दृष्टिटा आमर रोकवा पर्यंत आम गुरु कृपा पाइना एवं आम जंत्रणा कातर हाँपाई आम जीवन में मुक्ति बोली आनंद बोली आम पाइपर ना जे पर्यटन मत जानी नहीं से पर्यटन मत आनंदर स्रोतटा दब कि कौटा को पाइबी यही बोधटा करने आम सत्संग सत्संग ये बोधटा आमको दब जो गुरु कृपाटा थिबा जो आम रास्ता गला जापरूँ आम जीवन काल में जो दिन ठार गुरुर संस्पर्श आसला से दिन ठार से आम जीवन परिवर्तन धाराटा को देख परिवर्तित परिवर्तित धारा को देखी 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 जाओ कौन थी निजक पचार आज मुझे आमको लड्डू दिहे निज आत्मा को जानापी कि गोटे लांच फांच आमको दिखाई कि गोटे चाकचमक हटचमट देखी दिखाई कि कौन प्रकार कहानी कहीकि आम भूल दिखाई किंतु कौन कहे से आत्मा आड़ को दृष्टिटा नहीं जावाई आमको जावतीय प्रकार परिश्रम चेष्टा किसी कर सी हूँ गुरु एवं गुरुर से कृपाटा केतवे आसे जो आम यही लक्ष्यटा पाखे पहुँची जाऊ यही मु किए यही मुटा जो आम जड़ जड़ी कबीर भर देख पार अरे मोर चेहरा एडे सुंदर अर्थात आत्मज्योतिटा प्रकाश पाइला पर मनुष्य तार निज सौंदर्य को इतने सुंदर भाव निरीक्षण करें या व्यतीत कौन ज्योति संसार में ना कौन प्रदीप से सूर्यर ज्योति ना कि कौन पुस्तकर से ज्योति ना कौन संतर बाणी से ज्योति ना जी परिमाण निजर आत्मज्योति अच्छी निज आत्मा को जो आम संपूर्ण भाव में अनुभव कर सबु स्थित सब अवस्था अच्छी तापर कौन ताप सांसारिक ताप भौतिक ताप आध्यात्मिक ताप कौन प्रकार ताप तापर पड़ूना जदि भी ताप पड़ी भौतिक ताप किसी पड़ुची सी तो जाणीदे मुझे अलग मो पर ताप पड़ पार ना कहीं पड़ पार ना कहना मुझा जो से तापटा पड़ू जाना तेणु मु आगे अच्छी तापर ताप आसूँ मत छाड़ी कौन जिनस ना मत छाड़ी कौन जिनस हो पार ना तेणु केड़े सहज और साधारण कथा मुझको अनुभव कर प्रत्येक जिनस कारण कार्य कारण अनुसार हुए ना ना ये कारण ये कार्यटी है यही आम सागे सागे कौन मुझे बाटर यही कारण टी अन्य मनुष्क हो गली इम्बालांस हो गली मो चकटा जा बाजीगला गोटे ट्रली सी मत पार्टी जहाँ बाहर बगीचा मुझे कौन कर चुप कर ठिया है शुणिले कौन करता ये समस्त क्रिया भितर मोर मुटा थिला ना पलैला भाभी पार्छु से समय से मुटा को आम धरी पार कौटी मोर बाजिला मुझे पड़गली क्या नहीं आम कथबार्ता कि मो मुटा को भूल जाइए कबीर कहते जदि मुझे ध्यान अच्छे ताले ये सब जिनसा तुमको सरल लगे एकदम सरल लगे ताको जीवन का अनुभव करके देख कटक गुरु पूजा था आमर गाड़ी नहीं कि आम जाऊँ आम बापू गाड़ी चल रसुलगढ़ पाखे कौन है ना आउ गोटे गाड़ी आसिक से ट्रली वालाटा कौन कला ना ऑटो वालाटा टिके बुलेदेला ये गाड़ीटा पड़ा ना आउ गोटे गाड़ी पछाड़ आसला ये ताधर पिटिगला ता माँ तार बसता है फूल फूल धूप धूप दीप सब नहीं गुरु वंदना हम सब हम यही समय ता गाड़ीटा चेपा होगा सी सियाड़ पलि आसिक एकदम प्रचंड रूप धारण करके आमको धमकी आरंभ कले मो गाड़ी एमती सेमती मुझे देखिली बुझे देखूँ ये ट्रली वालाटा ना ऑटोटा एमती पलैगला सागे सागे ब्रेक चेकले पछाड़ आ गए गाड़ी आसपाई दुर्घटना घटीगला ठीक अच्छे आपको जहाँ जहाँ दरकार आम देवु मोर परिचय देली तेणु दोष आम करना स्वीकार करने से लोक रागिगला अन्य मैंने आसिक कहले बाबूर दोष किसी ना ये पछाड़ ऑटो वालाटा ये सब दुर्गति है केत जन आमको सपोर्ट कल
କିନ୍ତୁ ସେହି ସମୟରେ ମୁଁ ନିଜକୁ ଅନୁଭବ କରୁଥିଲି ମୁଁ ଯେଉଁ କଥାଟାକୁ ଶାନ୍ତ ଭାବରେ ଥାଇକି ବୁଝାଉଥିଲି ସେ ଶାନ୍ତ ଭିତରେ ସେ କିଛି ଜୋର କରି ଆଉ କହିପାରୁନଥିଲି। ବାପୁର ତ ରିଏକ୍ସନ୍ ମୋଟେ ନାହିଁ, ତାର କାଚ ଆଡ଼ ଭାଙ୍ଗିଗଲାଣି, ସେ ଗାଡ଼ି ଚେପା ହେଇଗଲାଣି, କାହାର କ'ଣ ହେଲାଣି, ସେଟା ତା ଜାଗାର ଶାନ୍ତ ମୁଦ୍ରାଟାରେ ଅଛି। ଏ ସବୁ ପରିସ୍ଥିତି ଭିତରେ ଆମେ ପୁଣି କଟକ ପର୍ଯ୍ୟନ୍ତ ଗଲୁ। ସେତେବେଳକୁ 9ଟା ବେଳୁ ଆମେ ଗଲୁ ଗୁରୁ ପୂଜା ହେବ ବୋଲି। ଆମେ ପହଞ୍ଚିଲା ବେଳକୁ 10:30 ଉପରକୁ ହେଲାଣି। ଇଆଡ଼େ ଗାଡ଼ି ଚେପା ହେଇଛି କି ତାର ଗଣ୍ଡଗୋଳ ହେଇଛି, ଲୋକ ଗଦା ହେଇଗଲେଣି, ତା କିଏ ଜାଣେ। ଇଏ ହେଉଛି ଜୀବନର ଅନୁଭବ ଯେ ଏ ସମୟରେ ମୋର ଶାନ୍ତ ମୁଦ୍ରାଟା ଏଠି ଅଛି ଯେ ମୁଁ ସେ ସମୟରେ ମୋର ଆତ୍ମତତ୍ତ୍ୱ କଥା ଭାବିକି ସେଇଟା କରୁଥିଲି। ଏଇଟା ଗୋଟେ ପ୍ରାକ୍ଟିସ୍, ଗୋଟେ ସହଜ ସମାଧିଟା ଗୋଟେ ଅଭ୍ୟାସରେ ପରିଣତ ହେଇଯିବ। ଯାହା କିଛି ଘଟଣା ଘଟୁଛି ମୁଁକୁ ଛାଡ଼ି ହେଉନି। ମନେ ରଖିଥାନ୍ତୁ, କ୍ଲୁଟା ହେଉଛି ମୁଁକୁ ମାଇନସ୍ କରିକି ଅଲଗା କରିକି କୌଣସି ଜିନିଷ ହେଇପାରିବନି, ସଂସାର ହେଇପାରିବ। ଆଉ ଅଛି ମୁଁ ହେଉଛି ନିରପେକ୍ଷ, କାହା ଉପରେ ସାପେକ୍ଷ ନୁହେଁ, ମୁଁ କାହା ଉପରେ ନିର୍ଭରଶୀଳ ନୁହେଁ। କୋଉ ମୁଁ ଲକ୍ଷ୍ମୀଧର ସାହୁ ସେ ମୋର କଥା ଏଠି କୁହାହେଉନି। ଇଏ ନିଦ୍ରା ଯିବ, ଇଏ ଅନ୍ୟମନସ୍କ ରହିବ, ତାର ମୃତ୍ୟୁ ଦ୍ୱାରା ସେ ମୃତ୍ୟୁକୁ ପ୍ରାପ୍ତ ହେବ। ଆମର ପ୍ରତ୍ୟେକ ନିଦ୍ରାରେ ଆମର ମୃତ୍ୟୁ ହେଉଛି। ଆମେ ଯେଉଁ ସମୟରେ ଟିକେ ଟିକେ ଶୋଇପଡ଼ୁଛୁ ସେ ସମୟ ମୃତ୍ୟୁ ହେଉଛି। ସେ ସମୟରେ ଅଜ୍ଞାନ ଯେଉଁ ସମୟରେ ପ୍ରବେଶ କରିଯାଉଛି ସେ ସମୟରେ ଆମର ମୃତ୍ୟୁ ହେଉଛି। କିନ୍ତୁ ମୃତ୍ୟୁଟାକୁ ମୁଁ ଜାଣିପାରୁନି। ଯେତେବେଳେ ମୁଁ ମୋର ଆତ୍ମସ୍ୱରୂପଟାକୁ ଭୁଲି ଯାଉଛି ସେ ସମୟରେ ମୋ ମୃତ୍ୟୁ ହେଉଛି, କିନ୍ତୁ ମୋ ମୃତ୍ୟୁଟାକୁ ମୁଁ ଅନୁଭବ କରିପାରୁନି। ଇଏ କାରଣ ହେଉ ଅକାରଣ ହେଉ ଏସବୁ ଜିନିଷ ଗୁଡ଼ାକ ସବୁ ଘଟିବ। ସବୁଠାରୁ ଗୋଟେ କାର୍ଯ୍ୟକାରଣ ସମ୍ପର୍କ ନାହିଁ। ଏଇ କାରଣରୁ ଏହା ହେଲା, ଏମିତି କିଛି ନାହିଁ। 2 ଜଣ ଥିଲେ, ଗୁରୁ ଶିଷ୍ୟ ନହେଲେ ମଧ୍ୟ ଜଣେ ସାଧୁ ଥିଲେ, ଆଉ ଜଣେ ତାଙ୍କ ପାଖରେ ଆଉ ଜଣେ ଥିଲେ। ଏ 2 ଜଣ ଗଲା ପରେ ସେ ସାଧୁ କହିଲେ, ଚାଲ ଯିବା ଆମେ 2 ଜଣ ଯାକ ଏ ଗାଁରୁ ଏଇଠୁ ପଳେଇ ଯିବା। ସେଠୁ ସେ ପଚାରିଲା, କାହିଁକି ପଳେଇ ଯିବା? ଆମେ ତ ଆସୁଛନ୍ତି, ଖରା ଟିକେ ଅଛି, ଟିକେ ଖରା ନଇଯାଉ, ଆମେ 2 ଜଣ ଯାକ ପଳେଇବା। ସେ କହିଲେ, ନାଇଁ ନାଇଁ ପଳେଇବା, ଟିକେ ଗୋଟେ କିଛି ମୋତେ ଲାଗୁଛି କ'ଣ ଗୋଟେ ଅଘଟଣ ଘଟିବାର ଅଛି ବୋଲି। ଇଏ କହିଲା, କ'ଣ ହେବ ଅଘଟଣ ଘଟିବାର? ଆପଣ ତ ସବୁ ଜାଣିପାରୁଥିବେ, ତେଣୁ କିଛି ଘଟିବାର କିଛି କାରଣ ନାହିଁ। ସେଠି ସେ କ'ଣ କଲା, ଦେଖିଲେ ସେଠି ଗୋଟେ ଦୋକାନୀ ଅଛି, ସେ ତାର ଗୁଡ଼ ଭିତରେ ହାତ ପୁରେଇକି ସେ ଗୁଡ଼ ଗୁଡ଼ାକ ଆଣିକି କାନ୍ଥରେ ଲେପି ଦେଉଛି। ଗୁଡ଼ ଗୁଡ଼ାକ ଧୀରେ ଧୀରେ କିଛି ମାଛି ଆସିକି ସେ କାନ୍ଥରେ ବସିଲେ। ମାଛି ସେ କାନ୍ଥରେ ବସୁ ବସୁ କିଛି ଝିଟିପିଟି ଆସିକି ତାକୁ ଖାଇବା ପାଇଁ ବସିଲେ। ଏ ଝିଟିପିଟି ତାକୁ ଖାଇବା ପାଇଁ ଗୋଟେ ବିଲେଇଟେ ଆସିକି ତାପରେ କ'ଣ କଲା ନା ଝିଟିପିଟିକି ଧରିବା ପାଇଁ ବସିଲେ। ବିଲେଇଟାକୁ ଦେଖି ସାରିଲା ପରେ ତାକୁ ଗୋଟେ କୁକୁର ଗୋଡ଼େଇକି ତାକୁ କାମୁଡ଼ି ଦେଲା। କୁକୁରଟା ତାକୁ କାମୁଡ଼ିଦେଲା ବେଳେ ସେ ଯେଉଁ ଦୋକାନୀ ବସିଲା ଗୋଟେ ଏଡ଼ି ବଡ଼ ପଥରଟା ଦେଖି ତାକୁ ମାଲିକ ଆସିକି ପାଟିତୁଣ୍ଡ କରି ଗଲା, ମୋ କୁକୁରର ଗୋଡ଼ ଭାଙ୍ଗିଦେଲୁ। ଇଏ କଲା, ତୋ କୁକୁର ଆସିକି ମୋ ବିଲେଇ କାହିଁକି ଆକ୍ରମଣ କରୁଥିଲ? ଏଇଭଳିଆ ଝଗଡ଼ାଟା ହଉ ହଉ ଆରମ୍ଭ ହଉ ହଉ ଅନ୍ୟ ଲୋକମାନେ ସବୁ ଜମା ହେଲା। ୟା ଭିତରେ ଦେଖିଲା ବେଳକୁ ତା ଘରରେ ନିଆଁ ଲଗେଇଦେଲା। ଯେତେବେଳେ ଘରଟା ଜଳିଗଲା ପରେ ପରେ ଏଇ ପରସ୍ପରର ପାଟି ତୁଣ୍ଡ ଘୋ ଘା ଭିତରେ ଏଇ 2 ଜଣ ଯାକ ଖସିକି ପଳେଇ ଯାଇଥିଲେ ଦୂରକୁ। ତାପରେ ପଚାରିଲା, ଆପଣ ତ ସର୍ବଜ୍ଞ। ସେ ଶିଷ୍ୟଟି ପଚାରିଲା, ଦେଖନ୍ତୁ ଆପଣ ଆଗରୁ ଜାଣିପାରିଥିଲେ? ଦୁର୍ଗୁଲା, ନାଇଁ ନାଇଁ ମୁଁ ଜାଣିନି, ଗୋଟେ ଅନୁମାନ କରୁଥିଲି କାଳେ କିଛି ହେବ। ସବୁର ଗୋଟେ କାରଣରୁ କାର୍ଯ୍ୟରୁ କାରଣ ଏମିତି ହୁଏ। ସବୁବେଳେ ଅକସ୍ମାତ ବି ଘଟଣା ଘଟିଯାଏ, ତାର କିଛି କାରଣ ନାହିଁ। ଅର୍ଥାତ୍ ଆମେ ଏମିତି ଏକ ଜୀବନ ଜିଉଛନ୍ତି ଯେଉଁ ଜୀବନ ଭିତରେ ଗୋଟେ ଘଟଣାଟା କେମିତି କନେକ୍ଟ ହେଇଛି। ତମେ ଜାଣିନଥିବ, ଆମେ କଥାବାର୍ତ୍ତା ହେଉନା, ଏମିତି ହେଲା, ଏମିତି ହଉ, ଏହା ହେଲା, ସେୟା ହେଲା। ଏଇଭଳି ସବୁ ଘଟଣା ପଛଆଡ଼େ ମଧ୍ୟ ଏମିତି ହେଇଯାଇପାରେ। ତେଣୁ ଘଟଣା ପଛଆଡ଼େ ଗୋଟେ ଦୁର୍ଘଟଣା କେଉଁଠି ଲୁଚିକି ଥିବ, କେତେବେଳେ କେଉଁଠି କି ପ୍ରକାର ରୂପ ନେବ ତାକୁ ଆମେ ଜାଣିନାହାନ୍ତି, କିନ୍ତୁ ଘଟଣା ଘଟିଯିବ। ତେଣୁ ଏଭଳି ସ୍ତରରେ ଆମେ ଯେଉଁମାନେ ବଞ୍ଚିଛନ୍ତି, ଆମେ କହୁଛୁ ଆମେ ଜୀବନ ନେଇଛୁ, ଆମେ ସଂସାରରେ ଅଛୁ, ଠିକ୍, ସବୁ କଥା ବୁଝୁଛୁ, ସବୁ କଥା ଜାଣୁଛୁ, ସବୁ କଥା ଆମର ବିବେକୀ ଭଳି ଆମେ ସବୁ ଜାଣିଛୁ, କିନ୍ତୁ କାହାକୁ ଛାଡ଼ିଛୁ କାହାକୁ? ମୁଁ ମୋତେ ବା ନିଜକୁ ଛାଡ଼ିଛି। ଆଜି ଯଦି ଏତିକି ଆମ ଜୀବନରେ ବ୍ରତ ହିସାବରେ ନେଇଥିବା, ଯେତେବେଳେ କୌଣସି ଘଟଣା ଘଟୁଛି ସେତେବେଳେ ମୋର ମୁଁଟାକୁ ମୁଁ ମନେ ପକାଉଛି, ମୁଁ ଅଛି ନା ନାହିଁ, ଏତିକି କେବଳ ମନେ ରଖ।
ମୁଁ ଅଛି ନା ଆଉ ଏ ମୋ ଉପରେ କୌଣସି ଆପଦ ନାହିଁ କି ବିପଦ ନାହିଁ କି କାହା ଦ୍ୱାରା ଆକ୍ରାନ୍ତ ନାହିଁ। ସେ ହେଉଛି ସବୁବେଳେ ସବୁ ଅବସ୍ଥାରେ ସବୁ ସ୍ଥିତିରେ ଯିଏ ରହିଛି। ସେଇଥିପାଇଁ ଯେଉଁମାନେ ଏଇ ପ୍ରକାର ଜ୍ଞାନ ହାସଲ କରିଛନ୍ତି ତାକୁ କେମିତି ଜାଣିବ ମୁକ୍ତ ପୁରୁଷ ନା ସେମାନଙ୍କ ଭିତରେ ସବୁ ସମୟରେ ଆନନ୍ଦର ଉତ୍ସଟା ସବୁବେଳେ ଥିବ। ଅଶାନ୍ତର କୌଣସି ଚିହ୍ନ ବର୍ଣ୍ଣ ନଥିବ। ସବୁ ସମୟରେ ସେମାନେ ମୁକ୍ତ ଭଳି ଜୀବନଯାପନ କରୁଥିବେ ଏବଂ ସେମାନଙ୍କ ଚେହେରାରେ ଏକ ଅଭୂତପୂର୍ବ ସାମର୍ଥ୍ୟ ଥିବ। କ'ଣ ଚେହେରା ନା ମୋ ଆତ୍ମା ମୋ ବ୍ୟତୀତ ଆଉ କେହି ନାହିଁ, ଏହି ପ୍ରକାର ଭାବରେ ସେମାନେ ସବୁବେଳେ ବୁଡ଼ିକି ରହିଥିବେ। ତାଙ୍କ ଚେତନା ଭିତରେ ମୁଁଟାକୁ ଦୃଢ଼ ହେଇକି ରହିଯାଇଥିବା ଯୋଗୁଁ ଅନ୍ୟ ଜିନିଷ ଗୁଡ଼ାକ ମେଘ ଭଳି ତାକୁ ଢାଙ୍କି ପାରିବ ନାହିଁ। ସେ ସବୁଠାରୁ ପରମ ସୁଖୀ ସେ ରହିବ, ପରମ ଆନନ୍ଦ ସେ ରହିବ। ଏଇଟାକୁ ନେଇକି ଆମକୁ ଯିଏ ପହଞ୍ଚେଇ ଦେଇ ଅବସ୍ଥାରେ ତାଙ୍କୁ ହିଁ ଆମେ ଗୁରୁ ବୋଲି ସଦ୍ଗୁରୁ ବୋଲି କହୁ। ତେଣୁ ଗୁରୁମାନଙ୍କର ଯେଉଁ ଆମକୁ ଯେଉଁଭଳି ଭାବରେ ନେଇକି ସେ ଦକ୍ଷ କରନ୍ତି, ଆରଥର କହିଥିଲି ସେ କଥା। କିଏ ସେ ଦୀକ୍ଷା ପାଏ ଗୁରୁଠାରୁ? ସେଭଳି ଦୀକ୍ଷା କାହାକୁ ମିଳେ ନା ଗୁରୁର ମନ ସହିତ ଶିଷ୍ୟର ମନ ଯେତେବେଳେ ଏକାଗ୍ର ହେଇଯାଏ, ଗୁରୁ ଯେଉଁ ଭାବରେ କହିବା ପାଇଁ ଚାହୁଁଛି ଯେ ଶୁଣୁଥାଏ ତାହାର ଭାବ ଯଦି ତା ସହିତ ଏକାକାର ହେଇଗଲା ସେ ଦୀକ୍ଷିତ ହେଇଗଲା। ଗୁରୁର ଯେଉଁ ଦକ୍ଷତାଟା ସେଟା ତା ପାଖକୁ ଟ୍ରାନ୍ସଫର ହେଇଗଲା। ଗୁରୁ ଯେଉଁ ଭାବୁଛି ଯେଉଁ ହଁ ଏଇଆ ତ ଆପଣ କହୁଛନ୍ତି, ମୁଁ ପ୍ରାତଃକାଳ ନୁହେଁ, ମୁଁ ମଧ୍ୟାହ୍ନ ନୁହେଁ, ମୁଁ ରାତ୍ର ନୁହେଁ, ମୁଁ ଦିନ ନୁହେଁ, ମୁଁ ରାତି ନୁହେଁ, ମୁଁ ଜାଗ୍ରତ ନୁହେଁ, ମୁଁ ସ୍ୱପ୍ନ ନୁହେଁ, ସୁଷୁପ୍ତ ନୁହେଁ, ମୁଁ ହଁ ହଁ ସେ କହି ଯାଉଛି ନା ହଁ ହଁ ମାରି ଯାଉଛୁ ନା। ଯଦି ମୁଁ ହଁ ହଁ ମାରି ଯାଉଛି ମୁଁ ଦୀକ୍ଷିତ ହେଉଛି। ଯଦି ମୁଁ ହଁ ଠାରୁ ଆଉ ଯଦି ଭାବିବା ପାଇଁ ମୋତେ ଫୁର୍ସତ ସେ ଦେଉନାହାନ୍ତି। କାହିଁକି ଦେଉନାହାନ୍ତି? ଏତେ ସ୍ପିଡ଼ରେ କାହିଁକି କହୁଛନ୍ତି ନା ଏଇଟା ହିଁ ତୋ ଭିତରେ ପଶିଯାଉଛି। କେଉଁଟା ଯେ ମୁଁ ସବୁଆଡ଼େ ଅଛି ଏବଂ ତୋର ମୁଁଟାକୁ ତୁ ପାଇଲା, ତୋ ଜ୍ଞାନର ସର୍ବୋଚ୍ଚ ଭଣ୍ଡାର ସବୁ ସ୍ଥିତିରେ ତୁ ପହଞ୍ଚିଗଲୁ। ସବୁ ପୁସ୍ତକ ସବୁ ଯାହା ପଢ଼ ଯେମିତି କରନା କାହିଁକି ତୋର ମୁଁର ବନ୍ଦନା କରିଛନ୍ତି ସମସ୍ତେ। ଏହା ଛଡ଼ା ଅନ୍ୟ ଶାସ୍ତ୍ର ବୋଲି କିଛି ନାହିଁ। ତୋର ମୁଁ ତତ୍ତ୍ୱ ବା ଏକ୍ଜିଷ୍ଟାନ୍ସ, ମୋର ଅସ୍ତିତ୍ୱ ତତ୍ତ୍ୱ ଛଡ଼ା ଆଉ କେଉଁଠି କିଛି ପାଇବାର ନାହିଁ। ସାରାଂଶ ଯେ ସମଗ୍ର ପୃଥିବୀରୁ ଆମେ ସଂଗ୍ରହ କରୁ ତାର ସାରାଂଶ ହେଉଛି ଅସ୍ତିତ୍ୱ ବା ମୁଁ ତତ୍ତ୍ୱଟାକୁ ଜାଣିବ। ତେଣୁ କବିର ସେଥିପାଇଁ ଆମକୁ ଦେଇଗଲେ ମୁଁ ଯାହା ଭାବୁଛି ତୁମକୁ ଗୋଟି ଗୋଟି କହିଦେଇଗଲି। ଏଇ ଯେଉଁ ଭଜନଟା ଏ କମ୍ ଶକ୍ତିଶାଳୀ ଭଜନ, କମ୍ ପାୱାରଫୁଲି ଏ ଭଜନ ଭିତରେ ସେ କହୁଛନ୍ତି ମୋର ଅନୁଭବ ଗୁଡ଼ାକ ମୁଁ ଦେଇଦେଲି। ଅନୁଭବ କେବଳ ଏଇ ଅନୁଭବଟାକୁ ମୁଁ ଅନୁଭବ କରୁଛି, ତମେ ନ କଲେ ନାହିଁ ମୋର ମୁଣ୍ଡ ହେଇଗଲା। କିନ୍ତୁ ମୁଁ ଜାଣିଛି ଅନ୍ୟ କିଛି ଦିଗରେ ନିଜକୁ ଇତସ୍ତତ ବିକ୍ଷିପ୍ତ ନ କରିକି ଏଇ ଅବସ୍ଥାରେ ତମେ ରୁହ। କେଉଁ ଅବସ୍ଥାରେ ନା ନିଜ ସ୍ୱରୂପରେ ରୁହ। ଆମର ସ୍ୱାମୀଜୀ ଲେଖିନାହାନ୍ତି, ଏଇଟା କ'ଣ ବହିରେ ଏହା ନାଁ କ'ଣ ଏ ମୋ ସ୍ୱରୂପ ସମ୍ପର୍କରେ ଗୀତ। ମୋର ସ୍ୱରୂପକୁ ମୁଁ ଜାଣିଲି ଯଦି ଏହା ହିଁ ଆମେ ଗୀତା ଗାଇଲା ମାନେ ହୃଦୟ ତନ୍ତ୍ରୀ ଭିତରେ ସ୍ପନ୍ଦିତ ହେବ। ତେଣୁ ମୋର ସ୍ୱରୂପ ଜ୍ଞାନଟା ହେଉଛି ମୋର ଅସଲି ପରିଚୟ। ତେଣୁ ଏଥିପାଇଁ କୌଣସି ଜିନିଷର ଆବଶ୍ୟକ रे आत्मा, हे आत्मा, तो मेरी ज्ञान रूप नौका द्वारा निसंदेह निर्भयता से संपूर्ण पाप समुद्र से भली भांति तर जाए। जो भी अनन्य भाव से एकमात्र मेरा भक्त होकर मुझको ही भजता है उसे साधु ही जानना चाहिए। कौन कहले कबीर? साधु सहज समाधि कहा पूजन कथा साधु साधु जी कथा कह उसे साधु ही जानना चाहिए कि जी भल भाव जानची निर्भयता सहकार जानची जार शरणापन्न मुझे सी मत अबाट नहीं पार ना। ये साधु ये स्थित जो गुरु पाखे समर्पित ताकू तो जान सी हूँ साधु। जी से छाड़ी उद्देश्य टी मन एपक्षपाक हो कौन मत साधु अवस्था को जापर ना। कबीर कहते से साधु मानक जो मैंने गुरु सहित दक्ष हो मन भाव या सहित एकाग्र हो साधु तुम कहूँ ये सबुठ भल जिनस हूँ सहज समाधि। निजर स्वरूपटा पाखे पहुँचवाटा हूँ सबुठ श्रेष्ठतम जिनस। यहाँ गुरु कृपा ना हम तुम कह गुरु कृपा झरका बाटी आसो ना
आकाश बाट देख आसो ना कौ बाटे देख गुरु कृपाटा आस गुरु कृपा तुम भितर जी अच्छी सी भर सी बतईदेव तुम केते शांत केते समाहित केते सुंदर केते पवित्र तुम भीतर ही बुझेदेव मुझे अवस्था मो मनर अस्थिरता ही मत बुझेदेव मु शांत ना मो निज स्वरूप को भूलिकी मो अन्य मनस्क अच्छी मो अबाटर ही चिंता करुँच जोटा सांसारिक कथा तारी भितर मु मग्न रोचे जी कि समग्र विपदर कारण हो यही मोह निद्रा मु मृत्युवरण कर प्रत्येक मुहूर्त मृत्यु 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 वरण कर मोह निद्रार भांगा ये सन्थ मैंने आमको ताकर दिव्यवाणी शुणा आम जहाँ सत्संग मध्यम आम चर्चा कर सत्संग मध्यम आम चर्चा कर दिव्यतार मूल रहस्य किए ना निजक भल भाव एकदम निष्ठापर भाव जान मुझे सबूर मूल जो मो नहीं बस शरीर ये सब महापापर भागीदार ये अनेक अनेक जन्मर कुपरिणाम स्वरूप ये रूप एवं यही शरीर भितर बर्तमान से गुरुर आशीर्वाद रूपक दिव्य ज्योति टी पहुँची गला आम निजक खोजिक पाई जाए मुझे सुंदर मोर स्वरूपटा एत सुंदर एत मीठा यहाँ आम गुरु कृपा जो पाँच तेणु सबु समय से भाव जमी मिलिटारी लोकटी ट्रेन रे आसता है मुझे सागर बसी था सी मत कबीर दुहा गुड़ा से मुखस्थ करके पूरा एकदम विभोर अवस्था से कहला आप कबीर पढ़ी कहली मु पढ़ी कबीर को जानी मैं इलाहाबाद कबीर जो अभिषेक दास अच्छा कबीर दर्शन बही एडिगोड़ बहीटे से लिखता किणिक ये 30-35 वर्ष तलर कथा बहुत मेचा गोटे बही किणिक आनी से समय बाटर आसु आसु से लोकटा कबीर एत तन्न है कि मिलिटारी लोकटे किंतु कबीर भितर से एत सुंदर पशि जाइए मुझे भाविला मत आश्चर्य लगुच से बुझीपार मु भावुली मोर गुरु अच्छा सद्गुरु अर्जुन सी मत आत्मा विषय बुझे किंतु ये ताठर अधिक किए बुझे पार मत किंतु सी साधारण लोक बोले भावुली कि असाधारण भाव में आसिक ये कथा गुड़ा कहता यरकम जीवन में भेट गोटे गोटे लोक को मनीष को जो मान भर ये स्वरूप ज्ञान का प्रतिष्ठित हो सारे एकदम प्रतिष्ठा पाई से विचार आलोचना चिंतन सबकि भितर एक अद्भुत स्वरूप थाए गोटे करुणार अवतार से पाल्टी जाए तो मधुरतार अवतार से पाल्टी जाए तेणु आम दुर्दिन पड़ी भिखारी बोलूँ मत भल भाव तन्न तन्न कर जानवा दरकार सका संध्या सब बेले मोर स्वप्न हवा दरकार जे मो सहित रही ना क्या सहित रही जहाँ सहित मुझे रही से मत विपद को नब बुझीपार ना जो दिन मु मत छाड़देवी से दिन विपद चतुष्पार्श्व मत नहीं आस अर्थात ये स्वरूप ज्ञान आत्मज्ञान मो ज्ञान कबीर सहज समाधि जार जहाँ ना कि समस्त गोटे आड़ी पिन पॉइंटेड कराऊँ तू तोते जान तू तोते जान एवं तू तो ठार अलग नुहे भिन्न नुहे मु मो ठार कस्मिन काले भिन्न हो पारे ना कि मु तत्वटी को जान सारांश एति आम छात्री पाठ कर